ମୁଁ ଗୋଟେ କଥା କହିଦଉଛି ଯେ ପୁଲିସ କେବେ ବି କିଏ ବି ଭଗବାନ କହିପାରେ ଯେ କାଲି ସକାଳେ କଣ ହେବ ଏଠି ଗୋଟେ ଘଟଣା ଘଟିଲେ ପୁଲିସ ଦୃଢ଼ ଆକ୍ସନ ନେବ ଏଠି ଆମେ ଗ୍ୟାରେଣ୍ଟି ଦେଇପାରିବୁ ଆମେ କାଲି ସକାଳେ ତମ ଡ୍ରାଇଭର ଭାଇକୁ ଛକରେ କିଏ ବାଡ଼ ପିଟା ନ ହେବ ସେଇଟା ସେଠି ଯଦି ଆମେ ଯଦି ଆମେ କରିଦବା ଆମେ ଭଗବାନ କହୁଛୁ ଏମାନଙ୍କୁ ଯିଏ ବି ଦୋଷୀ ଅଛି ସିଏ ନୁହଁ ଗୋଟେ କର୍ପୋରେଟର ଆସିକି ଯୁକ୍ତି କୌଣସି ହାଲତରେ ତାଙ୍କୁ ଛଡ଼ାଯିବ ନାହିଁ। ଭାବୁଛି 25 ସାର୍ ଦିନ ଦିପରେ ବନ୍ଧୁକ ଦେଖେଇବେ ସ୍କର୍ପିଓରେ ଆସିକି ହ୍ୱାଟ ଇଜ ଦିସ୍ ଆମେ ଏଇଟା ଯଦି ସମସ୍ତେ ଯଦି ଫୁଲ ମାଇଣ୍ଡରେ ବସିବା ଆମେ ସାର୍ ଆଉ କିଛି ଅଛି ଆମେ ଯଦି ଏଠୁ ନ ଯିବୁ ସେ ଲୋକମାନଙ୍କୁ କେମିତି ରାଉଣ୍ଡ ଅପ୍ ଆମର ଜଣେ ଅଟୋ ଚାଳକ ଆମର ଜଣେ ଟ୍ୟାକ୍ସି ଡ୍ରାଇଭର ପୁରୀରୁ ଏୟାରପୋର୍ଟ ଆସୁଥିଲେ ଏୟାରପୋର୍ଟ ଛକରେ ଗୋଟେ ସାଧାରଣ ଗୋଟେ ବାଇକ୍ ବାଲା ରଙ୍ଗରେ ଯାଇକି ଆକ୍ସିଡେଣ୍ଟ କରିଥିଲା ଗୋଟେ ସାଧାରଣ ଦୁର୍ଘଟଣା ହେଇଥିଲା ଦୁର୍ଘଟଣା ଉତ୍ତତ ହେଇ କିଛି ଯୁବକ ପ୍ରଥମେ ଆକ୍ରମଣ କରିଥିଲେ ତାପରେ ପ୍ରତି ଆକ୍ରମଣରେ ଆମେ କିଛି ଭାଇମାନେ ଯାଇକି ବୁଝାବୁଝି କଲା ପରେ ସେ ଠେଙ୍ଗା ରଡ଼ ଆଉ ବନ୍ଧୁକ ସବୁ ଧରିକି ଆସିଥିଲେ ଆଉ ପ୍ରତି ଆକ୍ରମଣ କରିବା ସହିତ ଏଠି ଆସିକି ଧମକା ଧମକି ଥାନାରେ ଧମକା ଧମକି କେସ୍ ଦେଲେ କିଛି ହେବନି ଧମକା ଧମକି କରିଥିଲେ ଓ ବାଡ଼ିଆ ବାଡ଼ି କରିଥିଲେ ନିର୍ଦ୍ଦିଷ୍ଟ କର୍ପୋରେଟର ଏ ଏରିଆର ନିର୍ଦ୍ଦିଷ୍ଟ କର୍ପୋରେଟର ଜନପ୍ରତିନିଧି ସିଏ ବି ବାବୁ ଆସିକି ଉସ୍କେଇଥିଲେ ଏଠି କ'ଣ ହେବ ଦେଖିବା ସେ କ'ଣ କେମିତି ଚଳିବେ ବୋଲି ହଁ ଏଇଠି ଆସିକି ପିଲାଙ୍କୁ ଉସ୍କେଇଛନ୍ତି ତମେ କ'ଣ କରିବା କଥା କର ଏଠି ନିର୍ଦ୍ଦିଷ୍ଟ କର୍ପୋରେଟର ବି ଆସିଛି ଜନପ୍ରତିନିଧି ହେଇକି 25 ବର୍ଷ ଶାସନ ଭାବୁଛନ୍ତି ସେ ଭାବୁଛନ୍ତି ଆମ ଏ ଶାସନ ଅଛି ବୋଲି ଆଉ এই নির্দিষ্ট এরিয়ার কর্পোরেটর এটা ইয়ে কাম করছে এটি ବୋଲେରୋ ଗୋଟେ ଅଛି କଳା ବୋଲେରୋ ଯୋଉଟା କି କାଚ କଳା ବି ଅଛି ତାକୁ କୁହାଯାଇଛି ସିଜ୍ କରିବା ପାଇଁ ତାଙ୍କୁ କୁହାଯାଇଛି ସେ ତା ଭିତରେ ସେ ଅସ୍ତ୍ର ବସ୍ତ୍ର ମାରଣାସ୍ତ୍ର ରଖିଥିଲା ଆମେ ତ ପୁଲିସଙ୍କୁ କହିଛୁ ସିଜ୍ କରିବା ପାଇଁ ବା ତାଙ୍କୁ ଇଏ କରିବା ପାଇଁ କରିଛୁ 5-6 ଜଣଙ୍କୁ ମାରାମାରି କରିଛନ୍ତି ମାନେ ପ୍ରବଳ ବାଡ଼େଇଛନ୍ତି ନିର୍ଦ୍ଦିଷ୍ଟ ଦଳ ଆମେ କହିବୁନି ଆମେ ଖାଲି କହୁଛୁ ନିର୍ଦ୍ଦିଷ୍ଟ ଦଳ ତାର ପୁଲିସ ଖଲାସ କରିବ ନା କୋଉ ଦଳ ନିର୍ଦ୍ଦିଷ୍ଟ 25 ବର୍ଷ ଶାସନ କିଏ କରିଥିଲା ମୁଁ ସେଇ ଦଳ କହୁଛି ବାସ୍ ସେଇ ନିର୍ଦ୍ଦିଷ୍ଟ ଦଳ ନିର୍ଦ୍ଦିଷ୍ଟ ତାଙ୍କର ମନରୁ ଭାବୁଛନ୍ତି କ'ଣ ଜନତାକୁ ହାତ ରହିଲେ ଜନତାକୁ ହାତ ନ ଦେଖିଲେ କ'ଣ ପରିସ୍ଥିତି ହୁଏ ସେ ଆଜି ଦେଖନ୍ତୁ କ'ଣ হবে ମୁଁ ବାରମ୍ବାର ବି କହିଛି ସେ ଭୁଲି ନାହାନ୍ତି ସେ ଭାବୁଛନ୍ତି ଆମେ ବର୍ତ୍ତମାନ ଅଛୁ ଏବେ ବି ଅଛୁ ନହେଲେ ଏମିତି ଦିନ ଦି ପରେ ଗୋଟେ ବେଳେ ସେ ଆକ୍ରମଣ କରିନଥିଲେ ଆଉ ଆକ୍ରମଣ କରିବା ମୋ କହିବା କଥା ଆକ୍ରମଣ ଆକ୍ସିଡେଣ୍ଟ ଅଛି ସରକାର ଇନ୍ସୁରାନ୍ସ କରିଛି ଯେକୌଣସି ଦୁର୍ଘଟଣା ହେଉଛି ସରକାର ଇନ୍ସୁରାନ୍ସ କରିଛି ଆଉ ତା ପାଇଁ ଅଛି ଆଉ ତମେ କେଉଁ ହିସାବରେ ତମେ ରଡ଼ ଆଣିକି ଡ୍ରାଇଭର ମାନଙ୍କୁ ତମେ ଭାବୁଛ ସିଙ୍ଗିଲ ଅଛନ୍ତି ବୋଲି ତାଙ୍କୁ ମାରିବ ତମ ଏରିଆରେ ସିଙ୍ଗିଲ ଆସିକି ମାରିବ ତେଣୁକରି 4-5 ଜଣ ଖଣ୍ଡେ ହେଇଛନ୍ତି ବହୁତ ଜୋରେ ଅବଶ୍ୟ ଭିଡ଼ିଓ ମାଧ୍ୟମରେ ଆପଣ ଦେଖିବେ କିଭଳି ଆକ୍ରମଣ କରୁଛନ୍ତି ପୋଲିସ ପ୍ରତିଶ୍ରୁତି ଦେଉଛି ଯେ ଆମେ ତାଙ୍କୁ ଇଏ କରିବୁ ଆମେ ଚାହୁଁଛୁ ସିଆ ସହିତ ଯେଉଁ କର୍ପୋରେଟର ଆସିକି ଏଠି ପ୍ରୋତ୍ସାହନ ଦେଇଛି ସିଏ ବି ଆରେଷ୍ଟ ହଉ ନହେଲେ ଆମେ ଯଦି ଆଜି ନ ହେବ ବାଧ୍ୟ ହବୁ କାଲି ରାଜରାସ୍ତାକୁ ସବୁ ଜାଗାରେ ଅଟୋ ରଖିଦେବୁ ପୁରା ଟୋଟାଲ ସବୁ ଯେତେ ଅଟୋ ଅଛନ୍ତି ଓଡ଼ିଶାରୁ ଆସିବୁ ସବୁ ଅକଚକ ବନ୍ଦ କରିବୁ ଏବେ ବର୍ତ୍ତମାନ ଫରୱାର୍ଡ ନହେଲା କିଛି ଅସୁବିଧା ନାହିଁ ଆମେ ଖଟିକିଆ ପିଲା ଆମେ ଖାଇ ପିଇକି ଚୁଡ଼ା କଦଳୀ ଖାଇକି ନହେଲେ ପାଣି ପିଇକି ରହିଯିବୁ କିଛି ଅସୁବିଧା ନାହିଁ ବର୍ବାଦ ହେଲେ କ'ଣ ହେଇଯିବ ଆମ ସୁରକ୍ଷା ଦରକାର ଆମେ ସୁରକ୍ଷାରେ ବଞ୍ଚିଲେ ତ ଆମେ ବେପାର କରିବୁ ନା ଆମେ ସୁରକ୍ଷା ପାଇଲେ ତ ବେପାର କରିବୁ ନା ଆମେ ଗୋଟେ ଜାଗାକୁ ନେବୁ ଏମାନେ ଗୁଣ୍ଡା ବଦମାସି କରିକି ରାଜନୀତି କରିକି ଗୁଣ୍ଡା ବଦମାସି ବସିକି ତମେ ମାରିବ ଏଇ ନିରୀହ ଲୋକମାନଙ୍କୁ କଳା କାଚ ରହିକି ବୋଲେରୋ ଦେଖି ଏଠି ଧମକଉଛନ୍ତି ଥାନାରେ ପିଲା ଭିଡ଼ିଓ କରୁଛନ୍ତି ତାଙ୍କ ମୋବାଇଲ ଜବରଦସ୍ତି ଭିଡ଼ିକି ଡିଲିଟ୍ କରିଛନ୍ତି ଏଠି CCTV ହଁ ଏଇ ଜାଗାରେ ଭିଡ଼ିକି ମୋବାଇଲ ହଁ ଏଇଠି ଯେତେ ସବୁ ଭିଡ଼ିଓ କରୁଛନ୍ତି ଗାଡ଼ି ମାନଙ୍କର ତମକୁ ଟାର୍ଗେଟ କରିଛୁ ଯେତେଟା ଗାଡ଼ି ଅଛି ସବୁ ଟାର୍ଗେଟ କରି ତମକୁ ଦେଖିବୁ ତମକୁ ଦେଖି ଦଉ ସବୁ କେତେ ଗାଡ଼ି ଅଛି କ'ଣ କରିବ ଆମେ ଯେତେ ଫରୱାର୍ଡ ନ ହେବେ ଫରୱାର୍ଡ ହେବେ ଯିଏ ଯୋଉ ନିର୍ଦ୍ଦିଷ୍ଟ କର୍ପୋରେଟର ଯଦି ନ ଆସିବ ସେ ତାକୁ ଆରେଷ୍ଟ ନ ହେବ ବାଧ୍ୟ ହେବେ ଡିଜି ଅଫିସ ପର୍ଯ୍ୟନ୍ତ ଯିବି ଏଠୁ ପିଲାଙ୍କୁ ନେଇକି ଡିଜି ନହେଲେ ଅନଶନ କରିବି ଯେ ପର୍ଯ୍ୟନ୍ତ ଆରେଷ୍ଟ ନ ହେଇଛି ତାଙ୍କୁ ଛଡ଼ାଯିବ ନାହିଁ କରୁଥିଲେ ତାପରେ ଆମ ପିଲା ଯେମିତି ଯାଇ ପହଞ୍ଚିଲେ ଏଇଟା ଏଇ ଏୟାରପୋର୍ଟ ଟ୍ରାଫିକ ସାମ୍ନାରେ ଆମ ପିଲା ଯେମିତି ଯାଇକି ପହଞ୍ଚିଲେ 8-10 ଜଣ ଯେମିତି ଆମ ପିଲା ଯାଇକି ପହଞ୍ଚିଲେ କ'ଣ ହେଇଛି କ'ଣ ନାହିଁ ପଚରାପଚରି ଗଲେ ସେ ତାଙ୍କ ପିଲା ସମସ୍ତଙ୍କୁ ଡକେଇଲେ ସେମାନେ ଲୁହା ରଡ଼ ଆଉ ପୋଲ ତାପରେ କାଠ ଠେଙ୍ଗା ସବୁ ଧରିକି ଆସିଲେ ଆଉ ଆମ ପିଲାଙ୍କୁ ସମସ୍ତଙ୍କୁ ଆଟାକ୍ କଲେ ସବୁ ନା ଭିତରୁ ନୁହଁ ବାହାରୁ
ଘଟଣା କଣ ହେଇଥିଲା ପ୍ରକୃତରେ ଏମିତି କଣ ଯେ ଆପଣଙ୍କ ଯୋଉ ବିକାଶକୁ ଯୋଉ ମାଡ଼ ସେ ରଙ୍ଗରେ ଯାଇକି ଆମ ପିଲା ଦେହରେ ଗାଡ଼ିଟା ଲଗେଇଥିଲେ, ଆମ ପିଲା ଗାଡ଼ିରେ ଗାଡ଼ିଟା ଲଗେଇଥିଲେ। ତାର ଆମ ପିଲାଟା କହିଲେ ରଙ୍ଗରେ କାହିଁ ଆସି ଗାଡ଼ିଟା ଲଗେଇଲେ, ଏମିତି କହିଲାରୁ ସେମାନେ ଆଟାକ୍ କରିଥିଲେ। ସମାନ ରଙ୍ଗରେ ଯାଇକି ଆପଣଙ୍କୁ ଆକ୍ରମଣ କଲେ। ହଁ କେତେ ଜଣ ଆପଣଙ୍କର ଆହତ ହେଇଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ? ଆମ ପିଲା 4 ଜଣ ଖଣ୍ଡେ ଆହତ, 4-5 ଜଣ ଖଣ୍ଡେ ଆହତ ହେଇଛନ୍ତି। ମାନେ କଣ କେତେ ଜଣ ସେ ଆସିଥିଲେ, କୋଉ ଗୁଣ୍ଡା ଶ୍ରେଣୀର ଥିଲେ ନା? ହଁ ସେମାନେ 3ଟା ଗାଡ଼ିରେ ପାଖାପାଖି 9-10 ଜଣ ଆସିଥିଲେ। ସେମାନେ 3ଟା ଗାଡ଼ିରେ ଆସିଥିଲେ। ଯାହାକୁ ପାଇଲେ ତାକୁ ସେମାନେ ଫାଷ୍ଟ ଗୋଟେ ପିସିଆର ଯେତେବେଳେ ସାଇରନ୍ ଦେଇକି ଆସିଲା, ତାଙ୍କର ଗୋଟେ ଗାଡ଼ିରେ 4 ଜଣ ବସିକି ପଳେଇଲେ। ତାପରେ ଆଉ ଯେତେବେଳେ ଏପଟେ ତାଙ୍କୁ ଗୋଡ଼େଇକି ଆସିଲା ପିସିଆର, ଆଉ ଯେତେବେଳେ 2ଟା ପିସିଆର ହେଲା 2 ଜଣଙ୍କୁ ଧରିଲା, ଆଉ ସବୁ ଦୌଡ଼ିକି ପଳେଇଲେ ଗଙ୍ଗନର ଭିତରକୁ ପଶି ପଳେଇଲେ।